ମୁଁ ବିଶ୍ୱନାଥ ସମସ୍ତଙ୍କୁ ବାଗଦେବୀ ଟ୍ୟୁଟର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଆମେ ଏଇ ଭିଡ଼ିଓରେ ତୁମ ଇତିହାସ ବହିର ଦ୍ୱିତୀୟ ଅଧ୍ୟାୟର ଦ୍ୱିତୀୟ ପାଠ ଉତ୍କଳ ସମ୍ମିଳନୀର ଗଠନର ବହିରେ ଥିବା ସବୁ ପ୍ରଶ୍ନ ଉତ୍ତର ଗୁଡ଼ିକୁ ଆମେ ଆଲୋଚନା କରିବା। ତେଣୁ এই ଯେଉଁ ଚାପ୍ଟରଟି ରହିଛି এই ଚାପ୍ଟରର ବହିରେ ଯେତେ ସବୁ କ୍ୱେଶ୍ଚିନ୍ ଆନ୍ସର ରହିଛି ପ୍ରଶ୍ନାବଳୀରେ ଏ ସବୁ ଯାକ ପ୍ରଶ୍ନ ଉତ୍ତର ଗୁଡ଼ିକୁ এই ଗୋଟିଏ ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଏବଂ ତୁମ ଇତିହାସ ବହିର ଅନ୍ୟାନ୍ୟ ସବୁ ଚାପ୍ଟର ଗୁଡ଼ିକର କ୍ୱେଶ୍ଚିନ୍ ଆନ୍ସର ଭିଡ଼ିଓ ତୁମକୁ ପ୍ଲେଲିଷ୍ଟ ଭିତରେ ମିଳିଯିବ। ତୁମେ ଯାଇକି ଚେକଆଉଟ୍ କରିପାରିବ। ଆଉ ଯେଉଁ ପିଲାମାନେ ଡେଲି କ୍ଲାସ୍ ଦେଖିବାକୁ ଚାହୁଁଛ ବା ଭିଡ଼ିଓ ଦେଖିବାକୁ ଚାହୁଁଛ ସେମାନେ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ତେଣୁ ଚାଲ ଭିଡ଼ିଓକୁ ଲାଇକ୍ କରିକା ଏବଂ ଆଗକୁ ବଢ଼ିବା। ଦେଖ ପ୍ରଥମେ ଲଙ୍ଗ କ୍ୱେଶ୍ଚିନ୍ ଆଜ୍ ୟୁଜୁଆଲ୍ ଉତ୍କଳ ସଭା ସମ୍ପର୍କରେ ଏକ ଟିପ୍ପଣୀ ଲେଖ। ଲେଖିବା ଗୋଟେ ମିନିଟ୍ ବଡ଼ କରିବାକୁ। ଦେଖ କ'ଣ ହବ ନା 1882 ମସିହା ଅଗଷ୍ଟ ମୁଁ ଯାହା କହୁଛି ତାକୁ କେବଳ ଶୁଣ। 1882 ମସିହା ଅଗଷ୍ଟ ମାସ 16 ତାରିଖରେ ମଧୁସୂଦନ ଦାସଙ୍କର ଉତ୍ସାହ ଆଉ ଉଦ୍ୟମରେ କଟକରେ ଉତ୍କଳ ସଭା ଗଠିତ ହେଲା। କେବେ ନା 1882 ଅଗଷ୍ଟ 16ରେ। ଏହା ଥିଲା ଓଡ଼ିଶାର ସର୍ବପ୍ରଥମ ସୁସଂଗଠିତ ରାଜନୈତିକ ଅନୁଷ୍ଠାନ। କୋଉଟା ନା ଉତ୍କଳ ସଭାଟା। ଏହାର ସଭାପତି ଥିଲେ କିଏ ନା ଚୌଧୁରୀ କାଶୀନାଥ ଦାସ ଆଉ ପ୍ରଥମ ସମ୍ପାଦକ ଥିଲେ ଗୌରୀଶଙ୍କର ରାୟ। ସଭାପତି ଜାଣିଲ ଚୌଧୁରୀ କାଶୀନାଥ ଦାସ ଆଉ ସମ୍ପାଦକ ହେଇଗଲେ କିଏ ଗୌରୀଶଙ୍କର ରାୟ। ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସୃଷ୍ଟି କରିବାରେ ସାହାଯ୍ୟ କରିବା ଆଉ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକୁ ପ୍ରୋତ୍ସାହିତ କରିବା। ଅର୍ଥାତ୍ ଜନ କଲ୍ୟାଣ ପାଇଁ ଯାହା ବି କାର୍ଯ୍ୟକ୍ରମ ଦରକାର ତାକୁ ଆମେ ଟିକେ ପ୍ରୋତ୍ସାହିତ କରିବା, ତାକୁ ଡେଭଲପମେଣ୍ଟ କରିବା ପାଇଁ ଆମେ ସାହାଯ୍ୟ କରିବା। ଆଉ ଯାହା ବି ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ରହିଛି ବା ନୂଆ ନୂଆ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସବୁ ସୃଷ୍ଟି କରିବା ପାଇଁ ସାହାଯ୍ୟ କରିବା ଏହାର ଲକ୍ଷ୍ୟ ଥିଲା, ଉଦ୍ଦେଶ୍ୟ ଥିଲା। ଏବଂ 1886 ମସିହା ଡିସେମ୍ବର 28 ତାରିଖରେ କୋଲକାତା ଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନରେ ଉତ୍କଳ ସଭା ତରଫରୁ ମଧୁସୂଦନ ଦାସ, ଗୋଲକ ଚନ୍ଦ୍ର ବୋଷ, ହରିବଲ୍ଲଭ ବୋଷ ଆଉ କାଳୀପଦ ବାନାର୍ଜୀ ଯୋଗ ଦେଇଥିଲେ। କୋଉଥିରେ ନା ଦ୍ୱିତୀୟ ଅଧିବେଶନରେ। କାହାର ନା ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ। ଏମିତି ଏକ୍ଜାମରେ କ୍ୱେଶ୍ଚିନ୍ ଆସିବ MCQରେ ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ କେଉଁଠାରେ ହୋଇଥିଲା? ଉତ୍ତର ଲେଖିବ କଲିକତା ଠାରେ ହେଇଥିଲା। ଏବଂ କେବେ ହେଇଥିଲା ନା 1886 ମସିହା ଡିସେମ୍ବର ମାସ 28 ତାରିଖରେ ହୋଇଥିଲା। ବୁଝିପାରିଲ? ଓକେ। ବାସ୍ତବରେ ଉତ୍କଳ ସଭାର କାର୍ଯ୍ୟ ପରିସର ଅତି ସଂକୀର୍ଣ୍ଣ ଥିବାରୁ ଏହା ବୃହତ୍ତର ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ମଧୁବାବୁ ମଧ୍ୟ ଚିନ୍ତା କରୁଥିଲେ। ଶେଷରେ ଉତ୍କଳ ସମ୍ମିଳନୀର ଗଠନ ପରେ ଉତ୍କଳ ସଭାର ବିଲୋପ ଘଟିଲା। ଯେତେବେଳେ ଉତ୍କଳ ସମ୍ମିଳନୀର ଗଠନ ହେଲା ସେତେବେଳେ ଉତ୍କଳ ସଭାର କ'ଣ ହେଲା ବିଲୋପ ଘଟିଲା। ତାକୁ ଦେଖିବା ଉତ୍କଳ ସମ୍ମିଳନୀ କେମିତି ଜନ୍ମ ଲାଭ କଲା ବା କିପରି ଜନ୍ମ ଲାଭ କଲା। ଦେଖ 1886 ମସିହାରେ କୋଲକାତାରେ କ'ଣ ହେଲା ଜାତୀୟ ଅଧିବେଶନର ଜାତୀୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ ହୋଇଥିଲା, ଯୋଉଟାକି ମୁଁ ଷ୍ଟାର୍ଟିଂରୁ କହିଲି ପ୍ରଥମ କ୍ୱେଶ୍ଚିନ୍ରେ। ଏବଂ 1903 ମସିହାରେ କ'ଣ ହେଲା ନା ଗଞ୍ଜାମ ଜାତୀୟ ସଭାରେ ଯୋଗ ଦେଇ ମଧୁବାବୁ ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ଗଠନ ପାଇଁ ମଧ୍ୟ ପ୍ରେରଣା ପାଇଥିଲେ। ତାପରେ 1903 ମସିହାରେ ଗଡ଼ଜାତ ରାଜାମାନଙ୍କର ବାର୍ଷିକ ଅଧିବେଶନରେ ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ, ଖଲ୍ଲିକୋଟର ରାଜା ଓ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଥନ ମଧ୍ୟ ଜଣାଇଥିଲେ। ଏହି କଳ୍ପନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ 1903 ମସିହାରେ ମଧୁସୂଦନ କଟକରେ ଉତ୍କଳ ସଭା ଅନୁକୂଳରେ ଏକ ସଭାର ଆୟୋଜନ କଲେ ଏବଂ ସେହି ଉତ୍କଳ ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବା ପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବା ପାଇଁ ନିଷ୍ପତ୍ତି କରାଗଲା। ଏବଂ ସେଇ ଯେଉଁ ଜାତୀୟ ଅନୁଷ୍ଠାନଟା ଗଠନ କରାଗଲା ତାର ନାମ ଦିଆଗଲା ଉତ୍କଳ ସମ୍ମିଳନୀ। ଏବଂ ଏହି ସଭାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ମନେ ହେଲା? ଦେଖ ମୁଁ ଯେତିକି କହୁଛି ଆକୁ ଖାଲି ତମେ ଶୁଣ, ବାରମ୍ବାର ଶୁଣ, 2-3 ଥର ଶୁଣିଲା ଆସିକି ପୁରା କମ୍ପ୍ଲିଟ୍ ତୁମର ମନେ ହୋଇଯାଇଥିବ। ତାର ଗ ପ୍ରଶ୍ନ ଦେଖ ଉତ୍କଳ ସମ୍ମିଳନୀର ଗଠନରେ କେଉଁ ଗଡ଼ଜାତ ରାଜାମାନେ ମଧୁସୂଦନଙ୍କୁ ସକ୍ରିୟ ସହଯୋଗ କରିଥିଲେ? ପ୍ରଥମ ପଏଣ୍ଟ, ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ଗଠନ ନିମନ୍ତେ ମଧୁସୂଦନଙ୍କୁ ପ୍ରଥମେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ସେ ପ୍ରଥମେ ଉତ୍ସାହିତ କରିଥିଲେ। 1 ନମ୍ବର। 2 ନମ୍ବର ହେଲା ମଧୁବାବୁଙ୍କୁ ସମର୍ଥନ ଆଉ ସକ୍ରିୟ ସହଯୋଗ କରାଯିବା ଅନ୍ୟ ରାଜ୍ୟମାନେ ଥିଲେ
ଅନ୍ୟ ରାଜ୍ୟ ନୁହେଁ, ଅନ୍ୟ ରାଜା ମାନେ ଥିଲେ ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ, ଖଲ୍ଲିକୋଟର ରାଜା। 1903 ମସିହାରେ ଗଡ଼ଜାତ ରାଜାମାନଙ୍କର ବାର୍ଷିକ ଅଧିବେଶନରେ ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ, ଖଲ୍ଲିକୋଟର ରାଜା ଓ କନିକାର ରାଜା ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଥନ ମଧ୍ୟ ଜଣାଇଥିଲେ। ଏବଂ 1903 ମସିହାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ରହିବା ପାଇଁ ସ୍ଥିର ହୋଇଥିଲେ। ଲାଷ୍ଟ ପାର୍ଟ ଲେଖିବ, ଏହିପରି ଭାବେ ଗଡ଼ଜାତ ରାଜାମାନେ ଉତ୍କଳ ସମ୍ମିଳନୀ ଗଠନରେ ମଧୁସୂଦନ ଦାସଙ୍କୁ ସକ୍ରିୟ ସହଯୋଗ କରିଥିଲେ। ନେକ୍ସଟ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କେଉଁ ଅଞ୍ଚଳର ଏବଂ କେଉଁ ବର୍ଗର ସାଧାରଣ ଲୋକ ଯୋଗ ଦେଇଥିଲେ ଏବଂ ଏଠାରେ ମଧୁସୂଦନ କ'ଣ ଆହ୍ୱାନ ଦେଇଥିଲେ? ଆନ୍ସର ଲେଖିବ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ 1903 ମସିହା ଡିସେମ୍ବର 30 ଆଉ 31 ତାରିଖରେ କଟକରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଏବଂ ବଙ୍ଗଳାର ଓଡ଼ିଆ ପ୍ରତିନିଧିମାନେ ତଥା ସେହି ଅଞ୍ଚଳର 30 ଜଣ ଗଡ଼ଜାତ ରାଜା ଯୋଗ ଦେଇଥିଲେ। ଓଡ଼ିଶାର ଖଲ୍ଲିକୋଟ, କନିକା, ମୟୂରଭଞ୍ଜ, ଢେଙ୍କାନାଳ, କେଉଁଝର, ଆଠଗଡ଼, ତାଳଚେରର ରାଜା ଯୋଗ ଦେଇଥିଲେ। ସେମାନଙ୍କ ବ୍ୟତୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ଜମିଦାର, ଆଇନଜୀବୀ, ସରକାରୀ କର୍ମଚାରୀ, ବ୍ୟବସାୟୀ ଆଉ ଛାତ୍ରମାନେ ଯୋଗ ଦେଇଥିଲେ। ଉତ୍କଳ ସମ୍ମିଳନୀର ମହାସିନ୍ଧୁରେ ନିଜର ପ୍ରାଣବିନ୍ଦୁ ମିଶାଇ ଦେବା ପାଇଁ ସବୁ ଓଡ଼ିଆ ଭାଇମାନଙ୍କୁ ମଧୁସୂଦନ ଦାସ ଆହ୍ୱାନ ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ ଉତ୍କଳ କେବଳ ଓଡ଼ିଆ ଭାଷାଭାଷୀମାନଙ୍କୁ ବୁଝାଏ ନାହିଁ, ଓଡ଼ିଶା ଯେଉଁମାନଙ୍କର ଜନ୍ମଭୂମି ଓ କର୍ମଭୂମି ସେମାନେ ସମସ୍ତେ ଉତ୍କଳୀୟ। ତେଣୁ ଭାଷାଗତ ପାର୍ଥକ୍ୟ ବା ସାମ୍ପ୍ରଦାୟିକ ବିଦ୍ୱେଷ ଭାବେ ଭୁଲି ଉତ୍କଳର ଉନ୍ନତି ପାଇଁ ସମସ୍ତ ଉତ୍କଳବାସୀ ଏକଜୁଟ ହେବା ଆବଶ୍ୟକ। 1 ନମ୍ବରର ଲାଷ୍ଟ କ୍ୱେଶ୍ଚନ ଥିଲା, ମଧୁସୂଦନ କାହିଁକି ଉତ୍କଳ ସମ୍ମିଳନୀ ତ୍ୟାଗ କଲେ ଏବଂ ପୁନଃ ସଂଗଠିତ ଉତ୍କଳ ସମ୍ମିଳନୀର କାର୍ଯ୍ୟ କ'ଣ ଥିଲା? ଆନ୍ସର ଲେଖିବ, 1920 ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଜାତୀୟ କଂଗ୍ରେସ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଳାଇବା ପାଇଁ ସ୍ଥିର କଲା। ସେତେବେଳେ ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତି ଜାତୀୟ କଂଗ୍ରେସର ନେତାମାନେ ଭାବିଲେ ଯେ ଅସହଯୋଗ ଆନ୍ଦୋଳନ ଦ୍ୱାରା ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହୋଇପାରିବ। 1920 ମସିହାରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଲା। ଏହା ଫଳରେ ସମ୍ମିଳନୀ ଏକ ପ୍ରକାର କଂଗ୍ରେସ ସହିତ ମିଶିଗଲା ଓ ଏହାର ସ୍ୱତନ୍ତ୍ର ସତ୍ତା ଲୋପ ପାଇଲା। ମଧୁବାବୁ ଅସହଯୋଗ ଆନ୍ଦୋଳନର ବିରୋଧୀ ଥିଲେ, ତେଣୁ ସେ ଉତ୍କଳ ସମ୍ମିଳନୀ ତ୍ୟାଗ କଲେ। ନେକ୍ସଟ ଲେଖିବ, ଉତ୍କଳ ସମ୍ମିଳନୀର କଂଗ୍ରେସ ସହିତ ମିଶ୍ରଣକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କ ଉଦ୍ୟମରେ 1924 ମସିହାରେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଂଗଠିତ କରାଗଲା। ଆଉ ପୁନଃ ସଂଗଠିତ ଉତ୍କଳ ସମ୍ମିଳନୀର 1925 ମସିହାରେ ନୂତନ ଅଧିବେଶନ କଟକଠାରେ ବସିଥିଲା ଏବଂ ବିଭିନ୍ନ ସମସ୍ୟା ନେଇ ଉତ୍କଳ ସମ୍ମିଳନୀ ତାର ଦାବିପତ୍ର ଦାଖଲ କରିଥିଲା। ତାପରେ ଆମେ ଯିବା 2 ନମ୍ବରକୁ। 2 ନମ୍ବର ଯିବ, 2 ନମ୍ବରର କ ପ୍ରଶ୍ନ, କେଉଁଠାରେ ଏବଂ କାହା ପ୍ରେରଣାରେ ଗଞ୍ଜାମ ଜାତୀୟ ସମିତି ଗଠିତ ହୋଇଥିଲା? ଆନ୍ସର ଲେଖିବ, 1903 ମସିହା ଆରମ୍ଭରେ ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦକୂଳ ନିକଟସ୍ଥ ରମ୍ବାଠାରେ ଗଞ୍ଜାମ ଜାତୀୟ ସମିତି ନାମକ ଏକ ଅନୁଷ୍ଠାନ ଗଠିତ ହୋଇଥିଲା। କେବେ ନା 1903ରେ। ଏହି ଅନୁଷ୍ଠାନ ଖଲ୍ଲିକୋଟର ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ଗଠିତ ହୋଇଥିଲା। ମଧୁବାବୁ କ'ଣ ପାଇଁ ଏକ ବୃହତ୍ ଜାତୀୟ ଅନୁଷ୍ଠାନର ଆବଶ୍ୟକତା ଅନୁଭବ କଲେ? ଆନ୍ସର ହେବ, ମଧୁବାବୁଙ୍କ ଦ୍ୱାରା ଗଠିତ ଉତ୍କଳ ସଭାର କାର୍ଯ୍ୟ ପରିସର ଅତି ସଂକୀର୍ଣ୍ଣ ଥିଲା। ତେଣୁ ବିଚ୍ଛିନ୍ନାଞ୍ଚଳ ସମୂହର ମିଶ୍ରଣ ଆଉ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସମଗ୍ର ଉତ୍କଳର ପ୍ରତିନିଧିତ୍ୱ କରୁଥିବା ଏକ ବୃହତ୍ତର ଜାତୀୟ ଅନୁଷ୍ଠାନ ଆବଶ୍ୟକତା ରହିଛି ବୋଲି ମଧୁବାବୁ ଅନୁଭବ କରିଥିଲେ। ଗ ପ୍ରଶ୍ନ, 1903ରେ କେଉଁଠାରେ ଉତ୍କଳ ସଭାର ଏକ ସଭା ଆହୁତ ହୋଇଥିଲା ଏବଂ ଏଠାରେ କ'ଣ ନିଷ୍ପତ୍ତି ନିଆଯାଇଥିଲା? ଆନ୍ସର ଲେଖିବା, 1903 ମସିହାରେ କଟକଠାରେ ଉତ୍କଳ ସଭାର ଏକ ସଭା ଆହୁତ ହୋଇଥିଲା। ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବା ପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପାଇଁ କେଉଁମାନେ ସଭାପତି ଓ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ? ଉତ୍ତର ଲେଖିବ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପାଇଁ ସଭାପତି ଭାବେ ମୟୂରଭଞ୍ଜର ସୁନାମଧନ୍ୟ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ମନୋନୀତ ହୋଇଥିଲେ। ସେହିପରି ସମ୍ପାଦକ ଭାବେ ମଧୁସୂଦନ ଦାସ ମନୋନୀତ ହୋଇଥିଲେ। ନେକ୍ସଟ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହୋଇଥିଲା?
आंसर लिख उत्कल सम्मेलन प्रथम अधिवेशन 1903 मसीहा डिसेम्बर 30 और 31 तारिख में अनुष्ठित होता है। सम्मिलन कटक अनुष्ठित होता। तो प्रश्न उत्कल सम्मेलन प्रथम अधिवेशन में खलिकोट कनिका और मयूरभंजर राजा व्यतीत अन्य क्यों राजा माने जोग देते? उत्तर लिख उत्कल सम्मेलन प्रथम अधिवेशन में खलिकोट कनिका और मयूरभंजर राजा व्यतीत ढेंकानाल राजा सुरप्रताप महेन्द्र बाहादुर, केन्दुझर राजा धनुजय नारायण भंजदेव और आठगढ़ राजा विश्वनाथ बेबर्ता एवं तालचेर राजा किशोर चंद्र हरिचंदन जोग देते। व्यतीत मांद्राज केन्द्रीय प्रदेश एवं बंगलार 30 जन गड़जात राजा जोग देते। नेक्स्ट उत्कल सम्मेलन प्रथम अधिवेशन में क्यों प्रस्ताव गृहीत होता एवं कौन अनुमोदित होता? तो लिख उत्कल सम्मेलन प्रथम अधिवेशन में ओडिशार कला और साहित्यर उन्नति संपर्कित एक प्रस्ताव गृहीत होता। यही सम्मेलन में रिस्ले सर्कुलर को अनुमोदन कर उत्कल सम्मेलन अष्टम अधिवेशन केउठारे अनुष्ठित होता एवं एठारे मधुसूदन सरकार निष्पत्ति को विरोध करथिले एवं एठारे मधुसूदन सरकार केउ निष्पत्ति को विरोध करथिले? आंसर लिख उत्कल सम्मेलन अष्टम अधिवेशन ब्रह्मपुर में अनुष्ठित होता। यही अधिवेशन में मधुसूदन सरकार बिहार ओडिशा प्रदेश गठन निष्पत्ति को विरोध करथिले। ज प्रश्न उत्कल सम्मेलन दशम अधिवेशन केबे आ केउठारे अनुष्ठित होता? ना दशम अधिवेशन 1914 मसीहा डिसेम्बर 26-27 तारिख में अनुष्ठित होता। यही अधिवेशन में पारलाखेमुंडी ठारे जो अधिवेशन अनुष्ठित होता। 1925 उत्कल सम्मेलन अधिवेशन केउठारे एवं कहा अध्यक्षतार अनुष्ठित होता? 1925 मसीह उत्कल सम्मेलन अधिवेशन कटक ठारे अनुष्ठित होता। यही अधिवेशन कल्पतरु दासଙ୍କ अध्यक्षतार अनुष्ठित होता। प्रत्येक प्रश्नर उत्तर गोटे वाक्य लिख। कहा नेतृत्व में बंग जातीय सभा गठित होता? ना सार सुरेंद्रनाथ बानर्जी नेतृत्व में। गंजाम जातीय समितिर उद्देश्य कौन थिला? ना गंजाम और अन्य दक्षिणांचल जिला मानक तथा ओडिशार अन्य अंचल को एक शासनाधीन रखापी उद्यम करने गंजाम जातीय समितिर उद्देश्य थिला। नेक्स्ट वैकुंठ नाथ दे क्यों अंचल व्यक्ति थे? आंसर लिख वैकुंठ नाथ दे बालेश्वर अंचल व्यक्ति थे। उत्कल सम्मेलन अष्टम अधिवेशन केबे अनुष्ठित होता? आंसर लिख उत्कल सम्मेलन अष्टम अधिवेशन 1912 मसीहा एप्रिल 6 और 7 तारिख में अनुष्ठित होता। उत्कल सम्मेलन दशम अधिवेशन में किए अध्यक्षता करथिले? ना जयपुर राजा विक्रम देव वर्मा। 1920 मसीह उत्कल सम्मेलन अधिवेशन केउठारे अनुष्ठित होता? ना सिंहभूमि जिलार चक्रधरपुर ठारे। केबे उत्कल सम्मेलन को पुनर्बार संगठित करा जायथिला? ना 1924 मसीह मधुसूदन दास केबे प्राणत्याग करथिले? 1934 फेब्रुआरी 4 तारिख में। केउं दिन उत्कल सम्मेलन शेष बैठक बसीथिला? 1935 मसीहा फेब्रुआरी 11 तारिख में। ओडिशा केबेठारु एक स्वतंत्र प्रदेश है? 1936 एप्रिल 1 तारिख। प्रत्येक प्रश्न में दि जाइथिबा 4 गोटी विकल्प मध्यरु ठीक उत्तरटी बाछि तार क्रमिक नंबर सहित लिख। केउंटी ओडिशार प्रथम सुसंगठित राजनैतिक अनुष्ठान? कोड़ा ना उत्कल सभाटा। किशोर चंद्र हरिचंदन क्यों गड़जातर राजा थिले? आंसर तालचेर। उत्कल सम्मेलन प्रथम अधिवेशन में किए सभापतित्व करथिले? आंसर हम श्री रामचंद्र भंज। उत्कल सम्मेलन अधिवेशन क्यों भाषा प्रचलित परिचालित होता? आंसर हम ओडिया। उत्कल सम्मेलन तरफ मन्टेगु और चेमस्फोर्ड को केबे दाबीपत्र दिया? आंसर 1917। नेक्स्ट आमर सैला 5 नंबर अच्छी। तेणु ये थिला पूरा कंप्लीट क्वेश्चन आंसर। तेणु आशा करुच्ची जहाँ भी कहली आपको तुम आउ थे गोटे थर शुणीदेव जहाँ तुम कंप्लीट भाव में मन रही। जदि कौन डाउट अच्छी ताले तुम मत कमेंट बॉक्स में कमेंट कर जणाई पारिबो। और जो मैंने प्रथम थर वीडियो देखुच से निश्चित भाव में बागदेव ट्यूटर यूट्यूब चैनल को सब्सक्राइब करदे। रहुछि। थैंक यू।